ରାୟଗଡ଼ା ଜିଲ୍ଲା ବିଷମକଟକର ଗ୍ରାମବାସୀ ଏବଂ ନାଗରିକ ମଞ୍ଚର ସଦସ୍ୟ ଉପସ୍ଥିତ ରହି ବିଷମକଟକ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜଣେ ସବ୍ ରେଜିଷ୍ଟ୍ରାର ସ୍ଥାୟୀ ନିଯୁକ୍ତି ପାଇଁ ଦୀର୍ଘ ଦିନରୁ ଦାବି ସମ୍ପର୍କରେ ଚିଠି ଲେଖି ସରକାରଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ବର୍ଷ ବର୍ଷ ଧରି ନିରନ୍ତର ପ୍ରତିନିଧିତ୍ୱ ସତ୍ତ୍ୱେ ଜଣେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇପାରୁନାହିଁ। ବର୍ତ୍ତମାନ ଫଳସ୍ୱରୂପ ପଞ୍ଜୀକରଣ କାର୍ଯ୍ୟକଳାପ ଅନିୟମିତ ହୋଇପଡ଼ିଛି, ଯାହା ଜନସାଧାରଣ ଆଇନଗତ, ବୃତ୍ତିଗତ ଏବଂ ସମ୍ପତ୍ତି କାରବାର ଓ ଡକ୍ୟୁମେଣ୍ଟେସନ ସହିତ ଜଡ଼ିତ ଅଂଶୀଦାରମାନଙ୍କୁ ପ୍ରଚୁର ଅସୁବିଧାର ସମ୍ମୁଖୀନ ହେବାର ପଡ଼ୁଛି, ଯାହାଫଳରେ ବିଷମକଟକ ତହସିଲଦାର ଭେଙ୍କଟେଶ୍ୱର ରେଡ୍ଡୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ମାନପତ୍ର ପ୍ରଦାନ କରିଥିଲେ। ବିଷମକଟକଠାରେ ସ୍ଥାୟୀ ସବ୍ ରେଜିଷ୍ଟ୍ରେସନ ଅଫିସରଙ୍କୁ ନିଯୁକ୍ତି ଓ ନୂତନ ଘର କରିବା ପାଇଁ ଦାବି କରିଥିଲେ। ବିଷମକଟକ ନାଗରିକ ମଞ୍ଚ ସଭାପତି ଗୋପାଳ ପଟ୍ଟନାୟକ, ଓକିଲ ସଂଘ ସଭାପତି ସନ୍ତୋଷ କୁମାର ପଣ୍ଡା, ଓକିଲ କୁଳନାଥ ପାଢ଼ୀ, ଅନୁପ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସରକାରୀ ଓକିଲ ପ୍ରଶାନ୍ତ କୁମାର ରଥ, ଲକ୍ଷ୍ମୀକାନ୍ତ ପଣ୍ଡା, ରାମଚନ୍ଦ୍ର ମାଣିକିଆ, ରାଧାକାନ୍ତ ଦାସ, ବିଷମକଟକ ବ୍ଲକ ଉପାଧ୍ୟକ୍ଷ ଦେବୀପ୍ରସାଦ ପଟ୍ଟନାୟକ, କୁନା ମହାରାଣା, ବିଘ୍ନରାଜ ପାତ୍ର, ଡକ୍ଟର ଶିବା, ବିପିନ ପାତ୍ର ଓ ବିଷମକଟକର ଜନସାଧାରଣ ଉପସ୍ଥିତ ଥିଲେ। ସଭାପତି ଅଛି ଆଜି ଆମର ନାଗରିକ ମଞ୍ଚ ତରଫରୁ ଏବଂ ବାର ଆସୋସିଏସନ ବିଷମକଟକ ଓକିଲ ସଂଘଙ୍କ ତରଫରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ତହସିଲଦାରଙ୍କ ଜରିଆରେ ଗୋଟିଏ ମାନପତ୍ର ପ୍ରଦାନ କରିଛୁ। କାରଣ ହେଉଛି ଯେ ବିଷମକଟକରେ 1956 ସାଲଠୁ ସବ୍ ରେଜିଷ୍ଟ୍ରାର ଅଫିସ ଅଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟେ ସବ୍ ରେଜିଷ୍ଟ୍ରାର ଅଫିସର ଦେଇନାହାନ୍ତି କିମ୍ବା କୌଣସି କ୍ଲାରିକାଲ ଦେଇନାହାନ୍ତି, ଯଦ୍ୱାରା କି ତହସିଲଦାର ମହୋଦୟଙ୍କର ଅନ୍ୟାନ୍ୟ ମିଟିଂ ସହିତ ତାଙ୍କର କ୍ୟାମ୍ପ କୋର୍ଟରେ କାର୍ଯ୍ୟରେ ବ୍ୟସ୍ତତା ଥିବାରୁ ରେଜିଷ୍ଟ୍ରେସନରେ ବହୁତ ଅସୁବିଧା ହେଉଛି। ଏଥିଯୋଗୁଁ ଆମେ ଦାବି ପ୍ରଦାନ କରିଛୁ ଯେ ବିଷମକଟକରେ ଗୋଟେ ସବ୍ ରେଜିଷ୍ଟ୍ରାର ଅଫିସର ଦିଆଯାଉ ଏବଂ ବିଷମକଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଗୋଟେ ବିଲ୍ଡିଂ ବି ସ୍ଥାପନ ହଉ, ଯଦ୍ୱାରା କି ରଘୁବାରୀଠୁ ଧରି ଅମ୍ବାଦଳା, ମୁନିଗୁଡ଼ା ଓ ବିଷମକଟକ ଏହି ତିନିଟା ଅଞ୍ଚଳର ଲୋକ ଫ୍ଲାଟ୍ ବୁକିଂ କରିକି ନିଜ ରେଜିଷ୍ଟ୍ରେସନ କରିବାରେ ସୁବିଧା ଅଛି। ନାଗରିକ ମଞ୍ଚ ବିଷମକଟକ ଆମେ ବହୁ ଦିନରୁ ଦାବି କରି ଆସନ୍ତୁ ବିଷମକଟକରେ ସ୍ଥାୟୀ ଉପନିବନ୍ଧକ କାର୍ଯ୍ୟାଳୟ କରାଯାଉ ବୋଲି। ଏହିପରି ଗତ ସରକାର ବିଷମଠାରେ ସ୍ଥାୟୀ କାର୍ଯ୍ୟାଳୟ ପାଇଁ କର୍ମଚାରୀ ନିଯୁକ୍ତ କରିଥିଲେ ଏବଂ ଅଫିସର ମଧ୍ୟ ପୋଷ୍ଟିଂ କରିଥିଲେ। କ'ଣ ଅସୁବିଧା ହେଲା କି ସେ ଅଫିସରଙ୍କୁ ଅନ୍ୟ ଆଡ଼େ ତାଙ୍କୁ ଇଏ କରିଦେଇଛନ୍ତି। ଆମେ ଦାବି କରୁଛୁ ବିଷମକଟକରେ ସ୍ଥାୟୀ ଉପନିବନ୍ଧକ ଅଫିସର ଏବଂ କିରାଣିଆକୁ ନିଯୁକ୍ତ କରାଯାଉ ଏବଂ ବିଲ୍ଡିଂ ପାଇଁ ତହସିଲଦାର ମହାଶୟଙ୍କର ଅବଦାନ ଯୋଗୁଁ ବହୁତ ଇଏ କରି ଆଜି 79 ଲକ୍ଷ ଟଙ୍କା ଅନୁଦାନ ପାଇଁ ଲେଖିଥିଲେ। ଆଜି ପର୍ଯ୍ୟନ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ସେ ଫାଇଲଟା ପଡ଼ି ରହିଛି। ଜିଲ୍ଲାପାଳ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି। ଯଦି ଜିଲ୍ଲାପାଳ ଚାହିଁବେ ବୋଲେ ଆଜି ସେ ବିଲ୍ଡିଂ ଘରଟା ହେଇଯିବ। ଏଠାରେ ସବୁ କାଗଜପତ୍ର ସବୁ ଉଇ ଖାଇଦେଉଛି, ତେଣୁକରି କାର୍ଯ୍ୟାଳୟ ଘର ନଥିବାରୁ ବହୁତ ଅସୁବିଧା ହେଉଛି। ରାୟଗଡ଼ାରୁ ଦିଲ୍ଲୀପ କୁମାର ପଢ଼ିଆରୀଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।